ମେଘମାଳରେ ଶୀଘ୍ର ଆଗମନ କରୁଥିବା ଆମ୍ଭମାନଙ୍କ ଉଦ୍ଧାରକର୍ତ୍ତା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଅତି ପବିତ୍ର ଓ ବହୁମୂଲ୍ୟ ନାମରେ ଆପଣ ସମସ୍ତଙ୍କୁ ଆଉ ଗୋଟିଏ ନୂତନ ପ୍ରସଙ୍ଗରେ ପୁନର୍ବାର ମୁଁ ସ୍ୱାଗତ କରେ। ପ୍ରଭୁଙ୍କର ମହାପବିତ୍ର ନାମର ଗୌରବ ହଉ। ପରମେଶ୍ୱରଙ୍କ ଅନୁଗ୍ରହରୁ ପୁଣି ଥରେ ତାହାଙ୍କ ଜୀବନ୍ତ ବାକ୍ୟକୁ ନେଇ ଆପଣମାନଙ୍କ ନିକଟରେ ଆସିବା ପାଇଁ ୟୁଟ୍ୟୁବ ମାଧ୍ୟମରେ ପୁଣି ଥରେ ଆପଣମାନଙ୍କ ସହିତ କଥାବାର୍ତ୍ତା କରିବା ପାଇଁ ସ୍ୱର୍ଗର ପରମେଶ୍ୱର ଏହି ଅପୂର୍ବ ସୁଯୋଗ ମୋ ଜୀବନରେ ଯୋଗ କଲେ, ସେଥିପାଇଁ ପ୍ରଭୁଙ୍କୁ ମୁଁ ହୃଦୟ ସହିତ ଧନ୍ୟବାଦ ଦଉଛି। ଆପଣମାନଙ୍କୁ ମଧ୍ୟ ମୁଁ ଧନ୍ୟବାଦ ଦଉଛି। ଆପଣମାନେ ଆମର ଏହି ସାମୁଏଲ ଖରା ୟୁଟ୍ୟୁବ ଚ୍ୟାନେଲକୁ ସବସ୍କ୍ରାଇବ କରିଛନ୍ତି। ଏହି ଚ୍ୟାନେଲ ମାଧ୍ୟମରେ ପ୍ରସାରିତ ହେଉଥିବା ପ୍ରତ୍ୟେକ ସନ୍ଦେଶକୁ ଆପଣମାନେ ଦେଖୁଛନ୍ତି, ଶୁଣୁଛନ୍ତି। ଲାଇକ୍ ସେୟାର କମେଣ୍ଟ ମାଧ୍ୟମରେ ଆପଣମାନେ ଆମ୍ଭମାନଙ୍କୁ ଅତ୍ୟଧିକ ପରିମାଣରେ ଉତ୍ସାହିତ କରୁଛନ୍ତି। ସେଥିପାଇଁ ମୁଁ ପ୍ରଭୁଙ୍କର ଗୌରବ କରେ। ପରମେଶ୍ୱର ଆପଣ ସମସ୍ତଙ୍କୁ ପ୍ରଚୁର ଭାବରେ ଆଶୀର୍ବାଦ କରନ୍ତୁ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆସନ୍ତୁ ଆଜିର ପ୍ରସଙ୍ଗ ନିକଟକୁ ଯିବା। ଆଜି ଆମେ ଯେଉଁ ପ୍ରସଙ୍ଗରେ ପ୍ରଭୁଙ୍କ ବାକ୍ୟରୁ କଥାବାର୍ତ୍ତା ହେବା, ସେହି ପ୍ରସଙ୍ଗର ଶୀର୍ଷକ ହେଲା ପ୍ରଭୁ ଯୀଶୁଖ୍ରୀଷ୍ଟ ବେଥଲିହିମରେ କାହିଁକି ଜନ୍ମ ହେଲେ। ଆଜିର ପ୍ରସଙ୍ଗ ହେଲା ପ୍ରଭୁ ଯୀଶୁଖ୍ରୀଷ୍ଟ ବେଥଲିହିମରେ ହିଁ କାହିଁକି ଜନ୍ମ ହେଲେ। ଏହି ପ୍ରସଙ୍ଗରେ ଆମେ ପ୍ରଭୁଙ୍କ ବାକ୍ୟରୁ ଅଳ୍ପ ସମୟ ଧରି କଥାବାର୍ତ୍ତା ହେବା। ପ୍ରିୟ ପ୍ରଭୁଙ୍କ ଲୋକମାନେ, ସେହି ସମୟରେ ଯେତେବେଳେ ପ୍ରଭୁ ଯୀଶୁଖ୍ରୀଷ୍ଟ ମାନବ ଦେହ ଧାରଣ କରି ଏହି ପୃଥିବୀ ପୃଷ୍ଠକୁ ଆସିଲେ ବା ଜନ୍ମଗ୍ରହଣ କଲେ, କେବଳ ବେଥଲିହିମ ନଗର ଯେ ଥିଲା ତାହା ନୁହେଁ, ଅନେକ ନଗର ଥିଲା, ଦେଶ ଥିଲା, ଗାଁ ଥିଲା। ମାତ୍ର ସେ ବେଥଲିହିମରେ କାହିଁକି ଜନ୍ମଗ୍ରହଣ କଲେ? ସେ ଗୋଟିଏ ଭଲ ଦର୍ଶନୀୟ ସ୍ଥାନରେ ଜନ୍ମଗ୍ରହଣ କରିପାରିଥାନ୍ତେ, ସେ ଗୋଟିଏ ବଡ଼ ଦେଶରେ ଭଲ ଜାଗାରେ ସେ ଜନ୍ମଗ୍ରହଣ କରିପାରିଥାନ୍ତେ। ମାତ୍ର ଆମେ ଦେଖୁଛୁ ଯେ ବେଥଲିହିମରେ ସେ ଜନ୍ମଗ୍ରହଣ କରୁଛନ୍ତି। ଏହାର କାରଣ କ'ଣ? ଆଜି ମୁଁ ଆପଣମାନଙ୍କ ନିକଟରେ ଦୁଇଟି କାରଣ ରଖିବା ପାଇଁ ଚାହେଁ, ଯଦ୍ୱାରା ଆମେ ଜାଣିପାରିବା ଯେ ପ୍ରଭୁ ଯୀଶୁଖ୍ରୀଷ୍ଟ ବେଥଲିହିମରେ କାହିଁକି ଜନ୍ମଗ୍ରହଣ କରେ। ଆପଣମାନଙ୍କ ନିକଟରେ ମୁଁ ପ୍ରଥମ ବିଷୟ ରଖିବା ପାଇଁ ଚାହେଁ। ଆପଣମାନେ ମିଖା ଭବିଷ୍ୟତ ବକ୍ତାଙ୍କ ପୁସ୍ତକ 5 ଅଧ୍ୟାୟକୁ ଆସିବେ। ମିଖା 5 ଅଧ୍ୟାୟ 2 ପଦରେ ଏହି ପ୍ରକାର ଲେଖାଯାଏ, ମାତ୍ର ହେ ବେଥଲିହିମ ଉପ୍ରାଥା ଜିହୁଦାର ସହସ୍ର ଗଣର ମଧ୍ୟରେ କ୍ଷୁଦ୍ର ଯେ ତୁମ୍ଭେ, ତୁମ୍ଭ ମଧ୍ୟରୁ ଇସ୍ରାଏଲର ଶାସନକର୍ତ୍ତା ହେବା ନିମନ୍ତେ ଆମ୍ଭ ଉଦ୍ଦେଶ୍ୟରେ ଏକ ବ୍ୟକ୍ତି ଉତ୍ପନ୍ନ ହେବେ। ପୁରାତନ କାଳରୁ, ଅନାଦି କାଳରୁ ତାହାଙ୍କର ଉତ୍ପତ୍ତି। ପ୍ରଭୁଙ୍କର ଗୌରବ ହଉ। ପ୍ରିୟମାନେ, ମିଖା ତାହାଙ୍କ ଭବିଷ୍ୟତବାଣୀ ପୁସ୍ତକରେ ସେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଜନ୍ମର ଅନେକ ବର୍ଷ ପୂର୍ବେ ସେ କ'ଣ କରିଥିଲେ? ଲେଖିଥିଲେ ଯେ ପ୍ରଭୁ ଯୀଶୁଖ୍ରୀଷ୍ଟ କେଉଁ ସ୍ଥାନରେ ସେ ଜନ୍ମଗ୍ରହଣ କରିବେ। ସେଥିପାଇଁ ସେ ବେଥଲିହିମରେ ଜନ୍ମଗ୍ରହଣ କରୁଛନ୍ତି। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଜନ୍ମର ଅନେକ ବର୍ଷ ପୂର୍ବେ ମିଖା ତାହାଙ୍କ ଭବିଷ୍ୟତବାଣୀରେ ସେ ଭବିଷ୍ୟତବାଣୀ କରିଥିଲେ। ତାଙ୍କ ପୁସ୍ତକରେ ସେ ଲେଖିଥିଲେ ଯେ ପ୍ରଭୁ ଯୀଶୁଖ୍ରୀଷ୍ଟ କୋଉଠି ଜନ୍ମଗ୍ରହଣ କରିବେ? ସେ ଜିହୁଦାର ସେଇ ବେଥଲିହିମରେ, ଜିହୁଦା ପ୍ରଦେଶର ବେଥଲିହିମରେ ସେ ଜନ୍ମଗ୍ରହଣ କରିବେ। ସେଥିପାଇଁ ଏହି ଭବିଷ୍ୟତବାଣୀକୁ ସଫଳ କରିବା ନିମନ୍ତେ ପ୍ରଭୁ ଯୀଶୁଖ୍ରୀଷ୍ଟ ବେଥଲିହିମରେ ସେ ଜନ୍ମଗ୍ରହଣ କରୁଛନ୍ତି। ସେହି ଜିହୁଦା ପ୍ରଦେଶରେ କେବଳ ଗୋଟିଏ ବେଥଲିହିମ ଯେ ଥିଲା ତାହା ନୁହେଁ, ସହସ୍ର ଗଣ ମାନେ ହଜାର ହଜାର ଗ୍ରାମ ଗୁଡ଼ିକ ଥିଲା, ସହର ଗୁଡ଼ିକ ଥିଲା। ସେ ଅନ୍ୟ କୋଉଠି ଜନ୍ମ ହେଲେ ନାହିଁ। ଆଉ ସେଇ ସବୁ ସହର ମଧ୍ୟରୁ ସବୁଠାରୁ କ୍ଷୁଦ୍ର ସହର, ସବୁଠାରୁ ଛୋଟ ସହର ବା ଛୋଟ ଗାଁ ବେଥଲିହିମ ଥିଲା। ଆଉ ପ୍ରଭୁ ଯୀଶୁଖ୍ରୀଷ୍ଟ ସେ ବେଥଲିହିମ ମଧ୍ୟକୁ ପଳାଇ ଆସିଲେ। ସେ ବେଥଲିହିମ ମଧ୍ୟରେ ସେ ଜନ୍ମଗ୍ରହଣ କଲେ। କାହିଁକି ସେ ବେଥଲିହିମରେ ଜନ୍ମଗ୍ରହଣ କଲେ? ପ୍ରଥମ ବିଷୟ ତ ସେ ଭବିଷ୍ୟତବାଣୀକୁ ସଫଳ କଲେ। ଆଉ ଦ୍ୱିତୀୟ ବିଷୟ, ସେହି କ୍ଷୁଦ୍ର ନଗର ଗୋଟିଏ ମହା ସହର ଭାବରେ ଯେ ପ୍ରକାର ପରିଣତ ହେବ, ସେଥିପାଇଁ ସେ ସେହି ସ୍ଥାନକୁ ଜନ୍ମଗ୍ରହଣ କଲେ। ଆଜି କୌଣସି ପ୍ରକାରେ ବେଥଲିହିମ ଗୋଟେ ଛୋଟ ନଗର ନୁହେଁ, କାରଣ ସେହି ବେଥଲିହିମକୁ ଦେଖିବା ପାଇଁ, ସେହି ବେଥଲିହିମ ସହରକୁ ଯାଇ ଭିଜିଟ କରିବା ପାଇଁ ଆଜି ଅନେକ ଟଙ୍କା ଖର୍ଚ୍ଚ କରି ଲୋକମାନେ ସେହି ବେଥଲିହିମ ନଗରକୁ ଯାଉଛନ୍ତି। କାହିଁକି? ସର୍ବଶକ୍ତିମାନ ପରମେଶ୍ୱର, ସୃଷ୍ଟିକର୍ତ୍ତା ପରମେଶ୍ୱର ସେ ବେଥଲିହିମ ମଧ୍ୟରେ ସେ ଆସିଥିଲେ। ଆଜି ବେଥଲିହିମ କ୍ଷୁଦ୍ର ନୁହେଁ, ଆଜି ବେଥଲିହିମ ଗୋଟେ ମହାନଗର ଭାବରେ ପରିଣତ ହେଇଯାଇଛି। ପ୍ରିୟମାନେ, ଆମେ ମଧ୍ୟ ଏଇ ଜଗତର ଅନେକ ବିଷୟରେ କ୍ଷୁଦ୍ର। ଆମମାନଙ୍କର ଶିକ୍ଷାଗତ
ଯୋଗ୍ୟତା ଅଳ୍ପ, ଆମମାନଙ୍କର ଇନକମ୍ ଅଳ୍ପ, ଆମେ ସବୁ କ୍ଷେତ୍ରରେ କ୍ଷୁଦ୍ର। ମାତ୍ର ଆମ୍ଭମାନଙ୍କ ଜୀବନରେ ମଧ୍ୟ ସେଇ ତ୍ରାଣକର୍ତ୍ତା, ସେଇ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆମମାନଙ୍କ ଜୀବନରେ ସେ ଜନ୍ମଗ୍ରହଣ କଲେ, ଆମମାନଙ୍କ ମଧ୍ୟରେ ଆସିଲେ। ସେଥିପାଇଁ ଆଜି ଆମେ ଆମେ ଅନ୍ୟମାନଙ୍କ ନିକଟରେ ପରିଚିତ ହେଇପାରିଛୁ। ଆଜି ଆମେ ପ୍ରଭୁଙ୍କର ଗୌରବ ଆଉ ପ୍ରଶଂସାର କାରଣ ହେଇପାରିଛୁ। ଆଉ ସେହି ପରମେଶ୍ୱର ଆଜି ଆମମାନଙ୍କର ବେଥଲିହିମ୍ ପରି ଆମ ପରିବାର, ବେଥଲିହିମ୍ ପରି ଆମ ଗାଁ, ବେଥଲିହିମ୍ ପରି ଆମମାନଙ୍କ ଜୀବନରେ ସେହି ସ୍ୱର୍ଗର ପରମେଶ୍ୱର ଆମମାନଙ୍କ ମଧ୍ୟରେ ଆସିଲେ। ପ୍ରଭୁଙ୍କର ଗୌରବ ହଉ। ଦ୍ୱିତୀୟ ବିଷୟ ଆପଣମାନଙ୍କ ନିକଟରେ ମୁଁ ରଖିବା ପାଇଁ ଚାହେଁ। ପ୍ରିୟମାନେ, ଆପଣ ଗୁଗୁଲରେ ସର୍ଚ୍ଚ କରି ଦେଖିବେ ଯେ ବେଥଲିହିମ୍ ହେଉଛି ସମଗ୍ର ପୃଥିବୀର କେନ୍ଦ୍ର। ବେଥଲିହିମ୍ ସମଗ୍ର ପୃଥିବୀର ସେଣ୍ଟର ଅଟେ, କେନ୍ଦ୍ର ଅଟେ। ଆଉ ବେଥଲିହିମ୍ ପୃଥିବୀର ସବୁଠାରୁ ଗୋଟିଏ ମଝି ସ୍ଥାନ ଅଟେ। ସେଥିପାଇଁ ପରମେଶ୍ୱର ସେଇ ପୃଥିବୀର ମଝିରେ, ପୃଥିବୀର କେନ୍ଦ୍ର ମଧ୍ୟରେ ସେ ଜନ୍ମଗ୍ରହଣ କଲେ। କାରଣ ପୃଥିବୀର କୌଣସି ଗୋଟିଏ କଣେ ସେ ଜନ୍ମଗ୍ରହଣ କଲେ ନାହିଁ। କାହିଁକି ଗୋଟିଏ କଣରେ ସେ ଜନ୍ମଗ୍ରହଣ କଲେ ନାହିଁ? କାରଣ ପରମେଶ୍ୱର ଅର୍ଥାତ୍ ପ୍ରଭୁ ଯୀଶୁ ଖ୍ରୀଷ୍ଟ ପୃଥିବୀର କୌଣସି ଗୋଟିଏ କଣରେ ଯେତେ ଲୋକ ଅଛନ୍ତି ସେହି ଲୋକମାନଙ୍କର ପରମେଶ୍ୱର ସେ ନୁହନ୍ତି। ସେ ଯେପରି ସମଗ୍ର ପୃଥିବୀର ପ୍ରଭୁ ହେଇପାରିବେ, ସେ ଯେପରି ସମଗ୍ର ପୃଥିବୀର ତ୍ରାଣକର୍ତ୍ତା ବୋଲି ପରିଚିତ ହେଇପାରିବେ, ସେଥିପାଇଁ ସେ ପୃଥିବୀର ମଝିରେ, ପୃଥିବୀର ସେ କେନ୍ଦ୍ର ମଧ୍ୟରେ ସେ ଜନ୍ମଗ୍ରହଣ କଲେ। ଯେ ପ୍ରକାର ପୂର୍ବ ଦିଗରୁ, ଉତ୍ତର ଦିଗରୁ, ଦକ୍ଷିଣ ଦିଗରୁ ଏବଂ ପଶ୍ଚିମ ଦିଗରୁ ସମସ୍ତ ଲୋକ ଯେ ପ୍ରକାର ତାହାଙ୍କ ନିକଟକୁ ଯାଇପାରିବେ ଏବଂ ଆପଣା ଆପଣା ପାପ ଭାରକୁ ନେଇ ତାହାଙ୍କୁ ଦେଇପାରିବେ ଏବଂ ନିଜେ ଉଚ୍ଛ୍ୱାସ ପ୍ରାପ୍ତ ହେଇ ନିଜର ପରିତ୍ରାଣ ଆଉ ଉଦ୍ଧାରକୁ ସେମାନେ ପାଇ ପ୍ରଭୁଙ୍କ ସେହି ଗୌରବ ଆଉ ପ୍ରଶଂସାର କାରଣ ହେଇପାରିବେ, ସେଥିପାଇଁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେଇ ବେଥଲିହିମ୍ରେ ସେ ଜନ୍ମଗ୍ରହଣ କଲେ। ବେଥଲିହିମ୍ରେ ସେ ଜନ୍ମଗ୍ରହଣ କରି ସେ କହିଲେ, ମୁଁ ସମସ୍ତଙ୍କର ପ୍ରଭୁ ଅଟେ, ମୁଁ ସମସ୍ତଙ୍କ ନିମନ୍ତେ ଏହି ସ୍ଥାନରେ ମୁଁ ଆସିଅଛି, ସମସ୍ତେ ମୋ ନିକଟକୁ ଆସ, ମୁଁ ତୁମକୁ ବିଶ୍ରାମ ଦେବି। ପ୍ରିୟମାନେ, ପ୍ରଭୁଙ୍କର ଗୌରବ ହଉ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ବେଥଲିହିମ୍ରେ ସେ କାହିଁକି ଜନ୍ମଗ୍ରହଣ କଲେ? ଯେ ସେ ପୁରାତନ ନିୟମରେ ଯାହା ଭବିଷ୍ୟତବାଣୀ କରାଯାଇଥିଲା ମିଖା 5 ତାର 2 ପଦକୁ ସଫଳ କରିବା ପାଇଁ। ଆମେ ଦେଖୁଛୁ ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସମୟରେ ଏହି ମିଖା 5 2 ସଫଳ ହେଉଛି ଏବଂ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ ବେଥଲିହିମ୍ରେ କାହିଁକି ଜନ୍ମଗ୍ରହଣ କଲେ? ସେ ଯେପରି ସମସ୍ତଙ୍କର ପ୍ରଭୁ ହୁଅନ୍ତି, ସେଥିପାଇଁ ପୃଥିବୀର କେନ୍ଦ୍ର ଯେ ବେଥଲିହିମ୍ ସେହି ସ୍ଥାନରେ ସେ ଜନ୍ମଗ୍ରହଣ କଲେ। ପ୍ରଭୁ ଏହି ବାକ୍ୟ ଦେଇ ଆମ ସମସ୍ତଙ୍କୁ ପ୍ରଚୁର ଭାବରେ ଆଶୀର୍ବାଦ କରନ୍ତୁ। ଆସନ୍ତୁ ପ୍ରଭୁଙ୍କୁ ପଦେ ଧନ୍ୟବାଦ ଦେବା। ପ୍ରେମିକ ସ୍ୱର୍ଗୀୟ ପିତା, ଆମେ ତୁମକୁ ଧନ୍ୟବାଦ ଦେଉଛୁ। ବାପା, ତୁମେ ଆମ ପରି କ୍ଷୁଦ୍ର ମନୁଷ୍ୟମାନଙ୍କ ଜୀବନରେ ତୁମେ ଜନ୍ମଗ୍ରହଣ କଲ। ସେହି ସହସ୍ର ଗଣ ମଧ୍ୟରେ, ଜିହୁଦାର ସହସ୍ର ଗଣ ମଧ୍ୟରେ କ୍ଷୁଦ୍ର ବେଥଲିହିମ୍ ନଗରରେ ତୁମେ ଆସିଲ। ଯେପରି ସେ କ୍ଷୁଦ୍ର ନଗରକୁ ତୁମେ ମହାନ ପରିଚୟ ଦେବ, ଗୋଟିଏ ମହାନ ନଗର ଭାବରେ ତୁମେ ପରିଣତ କରିବ, ସେଥିପାଇଁ ତୁମେ ସେଇ ନଗରକୁ ଆସିଲ। ବାପା, ଆମେ ତୁମକୁ ଧନ୍ୟବାଦ ଦେଉଛୁ। ବେଥଲିହିମ୍ ପରି ଆମମାନଙ୍କ ହୃଦୟ, ବେଥଲିହିମ୍ ପରି କ୍ଷୁଦ୍ର ଆମମାନଙ୍କ ପରିବାର ମଧ୍ୟରେ ଆଜି ତୁମେ ଆସିଛ। ଆଉ ପ୍ରଭୁ, ଆମକୁ ତୁମେ ସେଇ ଆମର ମୂଲ୍ୟକୁ ତୁମେ ବଢ଼େଇଛ, ଆମର ପ୍ରଭୁ ସବୁ ପରିଚୟକୁ ତୁମେ ବଦଳାଇଛ। ଆମେ ତୁମର ଗୌରବ କରୁଛୁ। ମହିମା ଗୌରବ ତୁମକୁ ଦେଇ ଯୀଶୁଙ୍କ ନାମରେ ମାଗୁଛୁ, ଆମେନ୍।